ଗାଡି କେମିତି ରହୁଛି ଦେଖିବୁ ଖୁସି ହେଇକି ଦେଖିବୁ ଆମେ। ହଁ ଧୀରେ ଧୀରେ ହେ ଗାଇ ଜୟ ଜଗନ୍ନାଥ। ମୁଁ ଅଭିଷେକ ସ୍ୱାଗତ କରୁଛି ଅଭିଷେକ ବ୍ଲଗ୍ସ କୁ। ତ ବହୁତ ଦିନ ହେଲା କିଛି ବ୍ଲଗ୍ସ ଆସିନି କାରଣ ନା ମୁଁ କଲେଜ ବଗେରା ଯାଉ ଜାଣିବାକୁ। ତ ଆଜିର ବ୍ଲଗ ଟା ହଉଛି ବହୁତ ଇଣ୍ଟରେଷ୍ଟିଂ କାହିଁକି ନା ଆପଣ ଦେଖିପାରୁଥିବେ ମୁଁ କୋଉ ଜାଗାରେ ଅଛି ଅବିକା। ମୁଁ ଅଛି ଜେସିବି ଭିତରେ। अभी से भाई टिके रेस्ट कर जाइए मैं बर्तमान अच्छी। चुप रहना भाई, बंद करना, तेरा बकवास बंद कर अभी। भल लगुच सिस्टम देखो सिस्टम এই যে জিনিসটা এই যে জিনিসটা একটু উপরକୁ উঠে জেসি ব্রাইজ নথ ଗୋଟେ ପାର୍ଟ ଯେଟା ଏମିତି ସବୁ ଉପରକୁ ତ ଏତିକି ବୁଝି ଅଥରିଟି ଏଇଟା ହେଲା ସେଇଟା ଲିଭର କୁ ଉପରକୁ କଲେ ଜେସିବି ର ସେଇଟା ଖରାପ ବେଚ ବୁଝିପାରିଲେନି। ଏଇ ଦିଟାର କାମ କଣ ସେ କଣ କରୁଛନ୍ତି ଭଗବାନ ଜାଣନ୍ତି। ସେ ବକେଟ ଭଲ ଭାବରେ ଯାଉଛି ଏ ଯେ ମୁଁ କିଛି ବୁଝିପାରିଲି। ତ ଗୋଟେ କାମ ହୁଏ ଚାଲ ଦେଖିବା ଜେସିବି ଭିତରେ କଣ କଣ ସବୁ ଅଛି। ତ ଏମିତି ହେଲା କିଛି ଜେସିବି ର ଲୁକ୍ସ। ଏଠି ତାଙ୍କ ଫ୍ୟାନ ବଗେରା ଅଛି। ଏଠି ରହିଲା ତାଙ୍କର ସାଉଣ୍ଡ ସିଷ୍ଟମ, ଷ୍ଟେରିଂ ହୁଇଲ। ଏଟା ହେଲା ଆକ୍ଚୁଆଲି ଏଟା ବୁଲୁଥିଲା ସେ ତାକୁ ଲକ୍ କରିଦେଇ ପଳେଇଛନ୍ତି ଯୋଉଠି ମୁଁ ବସିଥିଲି। ଏଟା ହେଲା ତାଙ୍କ ଆଗ ପଟଟା ହେଲା ପୂଜା ପଟଟା। ବାହାରକୁ ଯାଇକି ପୁରା ଭଲ ଭାବରେ ଯୋଉ ଲିଭର କଥା କହୁଥିଲି ସେ ଲିଭର ଯା ଉପରକୁ ଉଠେଇଲେ ଏଇ ଯଦି ମହାମଣିଷ ଠିଆ ହେଇନାହାନ୍ତି ସେଠି ଗୋଟେ ଏଠି ଗୋଟେ ଯୋଉ ଷ୍ଟାଣ୍ଡ ହେଇକି ସେ ଲିଭରଟା ଉପରକୁ ଏମିତି ଉଠେଇକି ରହିଛି ବୋଲି ଏଇଥିରେ ଏଭଳି ରହିଛନ୍ତି। ସେଟା ତଳକୁ ଖସିଲେ ଏଟା ତଳକୁ ଖସି ପଡିବ। ତ ସେଇ ଦିଟା ଫଳରେ ଏଇଟା ଚାଲିଛି। ତ ଏ ଯେ ମୁଁ କିଛି ବୁଝିପାରୁନି ଦେଖିବା କଣ ହଉଛି। ସେଠି ଯୋଉ ଟ୍ରାକ୍ଟର ଟା ଠିଆ ହେଇଛି ଓ ସେଇ ପଏଣ୍ଟ ଦେଖିପାରୁଥିବେ ସେ ଭାଇ ଜଣଙ୍କ ଲକ୍ ଟା ଏତେ ଖରାପ ଯେ ସେ ଗୋଟେ ଫାଷ୍ଟ ବକେଟ ନେଇକି ଯାଇଛନ୍ତି। ଏ ଯାଏଁ ଗୋଟେ ବଲି ଟ୍ରିପ୍ କରିନାହାନ୍ତି। ଫାଷ୍ଟ ବକେଟ ନେଇକି ଯାଇଛନ୍ତି ତାକୁ ସେଠି ନୋଟ୍ ପଡିକି ତାଙ୍କର ଭାଙ୍ଗି ଯାଇଛି। ତାଙ୍କର ଯୋଉ ଖୁଣ୍ଟିଟା ଭାଙ୍ଗି ଯାଇଛି ତାହେଲେ ସେଇଠିକି ଚାଲ ଦେଖିବା। ସେଇଠିକି ଗଲେ ମଜା ଅଛି କି କଣ ଚାଲିଛି। ଯୋଉ ଜାଗାରେ ଖୋଳା ହଉଛି ମୁଁ ଦେଖେଇ ଦଉଛି। ଭାଇର ଅବସ୍ଥା ଭାରି ଶୋଚନୀୟ ଅଛି। ଅବସ୍ଥା ଭାରି ଶୋଚନୀୟ ଅଛି। ତା ଖୁଣ୍ଟି ଭାଙ୍ଗି ଯାଇଛି, ଗାଡି ପଶି ଯାଇଛି, କଷ୍ଟ ଟେକିଛି ଭାଇ ଅବସ୍ଥା। ଚଲ ଗାଡି ନେ ଆଗକୁ। ସେଟା କଣ ହେଇଛି? ସିଏ କଣ ହେଇଛି? ସେଟା ବାହାରି ପଡିଛି। अब भांगिए जी आप पोल्टी करे गाड़ी चला सीखे पुए देना। ଭାଇ ବିଶ୍ୱାସ କର ଯୋଉ ରେଟ ରେ ଖରା ହଉଛି ମୁଁ ପଡୁଛି ଅଲଗା ପ୍ରକାର। ସେ ଜାଗାରେ ମୁଁ ଠିଆ ହେଇନି। ସେ ଭାଇ ଯୋଉ ସୋଦାସୋଦି ଦି ଜଣ ଦଉଛନ୍ତି ଏକତାକୁ ମୁଁ ବାଧ୍ୟ ହେଇ ପଳେଇ ସେଠି ସେଠି ଭାଇ ଆଣି ତାଙ୍କ ଗାଡି ଠିଆ କରୁଛନ୍ତି। ଭାଇ ଆସିନାହାନ୍ତି। ଭାଇ ଯାଇଛନ୍ତି ତାଙ୍କ କୋଉଠିକି। ଆସିଲା ପରେ ଯିବା। ଭାଇ ମୁଁ ଯାଉଛି ଗାଡି ଭିତରେ ବାହାରି ଭାଇ ତାର ଟେକି ଫାଇକି ପୁରେଇ ଦେଇଛି। ଠେକିକି ରଖିଛି ତା ଗାଡିକୁ। ଗାଡି ଧରି ଚାଲିଛି। ଗାଡି କେମିତି ରହୁଛି ହଁ ସବୁ ସାରିଲା ପରେ ଆଇଲା। ଏଥର ଆଇଛି ଟ୍ରାକ୍ଟର ହେଲା ଦେଖିବା କଣ କରୁ। हाँ धीरे धीरे ସେଇ ଆଗକୁ ଉଠେଇ ଚାଲୁ। ତା ବାଟରେ ଆଇଲା କାମ କରିଦେଲା ପଳେଇଲା। ଚ୍ୟୁବ୍ ଗୁଡା ଆସିଲା ଲିଭରକୁ ଟେକିଦେଲା ଟେକି ଦେଇ ରଖିଦେଲା ଚ୍ୟୁବ୍ କିଣା। ଟ୍ରାକ୍ଟର ହେଲା ନା ଆଉ ଟ୍ରାକ୍ଟର ବସିକି ଜମୁକୁ ଦର୍ଶନ କରିବ। ଆସ ଏଇ ଦେଲା ଜମୁ। ମୁଁ ଯାଏ ତ ମତେ ପରିବାର ଅଛି। ଟ୍ରାକ୍ଟର ହେଲା ଜମୁ। ଓହୋ ଏଠି ଗାଡି ବସିଯାଇଥିଲା। ଗାଡି ବସିଯାଇଥିଲା ପୁରା ପଳେଇ ଯାଇଥିଲା। ଉଠିଲା କେମିତି?
ତେରି ଟୋଟାଲ ପଛପଟକୁ ଆମ ପୋଖରୀକୁ ଟୋଟାଲ ଏତିକି କଭର ହେଇଛି। ଏତିକି ଟୋଟାଲ ପୋଖରୀ କଭର ହେଇଛି। ଘର ସାଇଡ ର ଏଇ ସାଇଡ ଆହୁରି ପୁରା ପଡିବ। ସେଠି ଖାଲ ଭିତରେ ସେଠି ପଡିଛି। ନେକ୍ସଟ ଟ୍ରିପ ଆସିକି ପଡିବ। ଏଇଟା ଆଉ ଡାଇଲେ। ତ ଏବେ ସବୁ ଯାଇଛନ୍ତି ଖାଇବା ପାଇଁ। ତ ମୁଁ ବି ଯାଉଛି ଗାଧେଇ ଫ୍ରେଶ ଖାଇଯିବି। ତ ଖାଇଲା ପରେ ଦେଖିବା କାମ କଣ କରିବା ଆଉ। ବହୁତ କାମ ଅଛି, ବହୁତ କାମ। ତ ଖାଇ ପିଇକି ଏବେ ପୁରା ରେଡି। ରାତି ଟିକେ ଲାଗିଲା। ତ ଏବେ ଯିବା ଦେଖିବା କଣ ହେଇଛି ଆମେ। ତ ଭାଇ ଦିନ ସାରାର ମେହନତ ପରେ ଗୋଟାଏ ବିଲର ପୁରା ଉପର ଦେଇ 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 କଟା ହେଇ ଏପଟକୁ ଆସିଲାଣି। ଏଣ ଏବେ 4ଟା ନା ପ୍ରପର ଗୋଟେ ଦିନ ଲାଗିନି। ଏଯାଏଁ ବି କାମ ସରିନାହିଁ। ସେ ଜାଗାରେ ଆହୁରି ବାକି ଅଛି। ତ ଗଲେ ସେଠି ଜଣା ପଡିବ। କାହିଁକିନା ପୁଣି ଡୁଜର ବି ସେଠିକି ଯିବ, ମାଟି ଖେଳା ହବ। ବିକେ କେମିତି ଲାଗୁଛି? ବିକେ କେମିତି ଲାଗୁଛି? ଇଏ ଟୋକା ଖାଲି ଦୌଡୁଛି, ପାଗଳା ହେଇଗଲାଣି। ଦେଖଉଛି ତ କେମିତି ଲାଗୁଛି? ଟାଇମ ହେଇ ପାଖାପାଖି 5:30। ତ 5:30 ପରେ ଫାଇନାଲି ମାଟି କାମ ସରିଲା। ସରିଛି ମାନେ କଣ, ଏଠି ଯେତିକି ଥିଲା ସବୁ ଆମେ ମାନେ ବକେଟ ରେ ଫୁଲ କରିଦେଇଛି। ଫୁଲ କରିକି ପଳେଇଛି ଘରକୁ। ତ ରହିଛି ଗୋଟାଏ ଲାଷ୍ଟ ଗାଡି ଆକାଶ ଭାଇର। ତା ଗାଡିଟା ଫୁଲ ହେଇକି ପଳେଇଲେ ସରିଯିବ। ତାପରେ ଜେସିବି ଏଠୁ ଯାଇ ସେଠି ଯୋଉ ମାଟି ଖେଳା ହେଇଛି ତାକୁ ପ୍ଲେନ କରିବ। ତ ଏଠୁ ଡାଇରେକ୍ଟ ସେଠିକି ଫାଇନାଲ ସରିଲା। ଆ ବାବା ମତେ ନେଇଯିବୁ। ଲିଫ୍ଟ ଲିଫ୍ଟ ଯା ଗାଡିରେ ଯିବା, ଜମ ସହିତ ଯିବା। ମାରିଦବ ଗୋଟେ ମଣିଷ। ଏଇ ଗାଡିରେ ଯିବା, ଜମ ସହିତ ଯିବା। ଲିଫ୍ଟ 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 ବୁଝିବି ରାଜେ। କହିଛି ୟା ଗାଡିରେ ଯିବା, ଜମ ସହିତ ଯିବା। ସେ ଭାଇ ଫାଇନାଲି ସବୁ କାମ ସରିଯାଇଛି। କିନ୍ତୁ ଏତିକି ଜେସିବି ଟା ଏବେ ଆସିପାରିଲାନି। ତାର ଅନ୍ୟ ଜାଗା କାମ ପଳେଇଲା। ତ ସବୁ ପ୍ରକାର କାମ ସାରିକି ବର୍ତ୍ତମାନ ଅବିକା ଆମେ ଅଛୁ ଘରେ। ଦେଖା ଏବେ ମୁହଁଟା ଦେଖାଉନଥିଲି, ଦେଖୁଛି କାମଟା। ତ ଏଠୁ ନେଇ ସେପଟେ ଦେଇ ଚାରିଆଡେ ପଡିସାରିଛି। ତ ଦେଖିବା ତୁ ସବୁଆଡେ ପଡିକି କାମ ସରିଯାଇଛି। ହେଲା ମୋ ମା ଓହୋ ଖାଇନି ପିଇନି କିଛି କରିନି, ବହୁତ ସାରା କାମ ଅଛି। ଓହୋ ଯାଉ ସବୁ ଭଲ ଭଲ କାମ ସରିଗଲା। ଏଟା ହେଲା ତ ଏଠି ଆମ ଗଡିଆ ଟାକୁ ଦେଇକି ଉପରେ ଦେଇକି ଚାରିଆଡେ ଏଠି ଆମ ମାଟି ଟା ପଡିଗଲା ଫାଇନାଲି। ତ ମୁଁ ଏଇଠି ଏଣ୍ଡ କରୁଛି ମୋ ବ୍ଲଗ୍ସ କୁ। ଯଦି ଭଲ ଲାଗିଥିବ ତାହେଲେ ସବସ୍କ୍ରାଇବ କରିବି। ଜାଣିଛି କୋଉଠି ବର୍ଷର ଥରେ ଆସୁଛି, ତଥାପି ସବସ୍କ୍ରାଇବ କରିଦେଇଥିବେ। ରଖୁଛି, ଜୟ ଜଗନ୍ନାଥ।